ଗୋବିନ୍ଦପୁର ସତ୍ସଙ୍ଗ କେନ୍ଦ୍ର କଟକ 1835ତମ 1835ତମ এই পবিত্র আভাসী সৎসঙ্গ দীর্ঘদিন ধরি এই পবিত্র আভাসী সৎসঙ্গକୁ আয়োজন କରି ଆସିଛନ୍ତି ପୂଜ୍ୟ ଦାଦାମାନେ। ସେମାନଙ୍କର ତ୍ୟାଗ, ସେମାନଙ୍କର ତିତିକ୍ଷା, ସେମାନଙ୍କର ଉତ୍ସର୍ଗୀକୃତ ଜୀବନ ବାସ୍ତବିକ ଆମ ସମସ୍ତଙ୍କୁ ସେ ଇଷ୍ଟ ପଥରେ ପ୍ରେରିତ କରିବାରେ ସହାୟକ ହେଇ ଉଠିବ ନିଶ୍ଚିତ ଭାବରେ। ତେଣୁ ପୁନରାୟ ମୁଁ ପ୍ରିୟ ପରମଙ୍କର ରାତୁଳ ଚରଣରେ ସେହି ଉଦ୍ୟୋକ୍ତା ଦାଦାମାନଙ୍କର ପାରିବାରିକ ସ୍ୱସ୍ତି ଶାନ୍ତି ଆନନ୍ଦମୟ ଜୀବନ ପାଇଁ ମୋର ହୃଦୟରେ ଏକାନ୍ତ ପ୍ରାର୍ଥନା ନିବେଦନ ରଖୁଛି। ଆଜି এই ପବିତ୍ର ସତ୍ସଙ୍ଗର ଆୟୋଜନ ଭୋଗ ନିବେଦନ ରଖିଛନ୍ତି ଶ୍ରୀ ଚନ୍ଦ୍ରଶେଖର ନାୟକ ଦାଦା ଗୋବିନ୍ଦପୁରରୁ। ତାଙ୍କର ପାରିବାରିକ ସ୍ୱସ୍ତି ଶାନ୍ତି ଆନନ୍ଦମୟ ଜୀବନ ପାଇଁ ପ୍ରଭୁଙ୍କ ପାଖରେ ମୁଁ ପ୍ରାର୍ଥନା ନିବେଦନ ରଖୁଛି। ତତ୍ ସହିତ ଆଉ ଜଣେ ଦାଦା ଶ୍ରୀ ଗଣେଶ୍ୱର ବେହେରା ଦାଦା ସେଇ ଗୋବିନ୍ଦପୁରରୁ ତାଙ୍କର ଝିଅ ସ୍ୱର୍ଣ୍ଣପ୍ରଭାର ନେଗୋସିଏସନ ଉପଲକ୍ଷେ ଭୋଗ ନିବେଦନ ରଖିଛନ୍ତି। ତେଣୁ ସେଇ ଯଜ୍ଞ ଯେଉଁ ମଙ୍ଗଳ ଯଜ୍ଞ ସେ କରିବା ପାଇଁ ଯାଉଛନ୍ତି, ତାହା ଯେପରି ସୁଚାରୁ ରୂପେ ସମ୍ପାଦିତ ହୋଇ ପ୍ରିୟ ପରମଙ୍କର ଅଶେଷ କରୁଣାରୁ ଏହା ହିଁ ପ୍ରଭୁଙ୍କ ପାଖରେ ମୋ ପ୍ରାର୍ଥନା ରଖୁଛି। ପ୍ରିୟ ପରମଙ୍କର କଥା ଆମେ ବହୁ ଭାବରେ ଆଜି ଶୁଣି ସାରିଛନ୍ତି, ଜାଣି ସାରିଛନ୍ତି। ତେଣୁ ଏପରି କିଛି କଥା ନାହିଁ ଯାହାକି ଆମେ ହୁଏତ ଏପର୍ଯ୍ୟନ୍ତ ଶୁଣି ନାହାନ୍ତି କି ଜାଣି ନାହାନ୍ତି। ନିଶ୍ଚିତ ଭାବରେ କୋଉଠି ନା କୋଉଠି ଏଇ ଯେଉଁ ଆଭାସୀ ସତ୍ସଙ୍ଗ ମାଧ୍ୟମରେ ହଉ କିମ୍ବା ଆମର ଫିଜିକାଲ ସତ୍ସଙ୍ଗ ଯେଉଁ ଚାଲିଛି ସେ ମାଧ୍ୟମରେ ହଉ, ପ୍ରିୟ ପରମଙ୍କର ବହୁ କଥା ଏହି ଭିତରେ ଆମେ ଶୁଣି ସାରିଛନ୍ତି। ତେବେ ପରମ ପ୍ରେମୟ ଶ୍ରୀ ଠାକୁର ଯେଉଁ କହୁଛନ୍ତି ପବିତ୍ର ସତ୍ୟାନୁସରଣରେ, ହଗି ମରିବା ଅପେକ୍ଷା ଚାଲି ମରିବା ଭଲ। ଗୋଟେ ପଦ ଅଛି ପବିତ୍ର ସତ୍ୟାନୁସରଣରେ, ହଗି ମରିବା ଅପେକ୍ଷା ଚାଲି ମରିବା ଭଲ। ତାର ଇଂରାଜୀ ଅନୁବାଦ ହେଇଛି, ଇଟ୍ ଇଜ୍ ବେଟର ଟୁ ଡାଇ ଏଟ୍ ଟଏଲ୍ ଦେନ୍ ଅନ୍ ଦ ଟଏଲେଟ୍। এই ପବିତ୍ର ସତ୍ୟାନୁସରଣ ପରମ ପ୍ରେମୟ ଶ୍ରୀ ଠାକୁର ଗୋଟିଏ ରାତିରେ ସ୍ୱହସ୍ତରେ ଲିପିବଦ୍ଧ କରିଛନ୍ତି ଏବଂ ସେ କହୁଛନ୍ତି ଯେ এই ସତ୍ୟାନୁସରଣ ହେଉଛି ମୋର ଗୀତା ପରି। ଅର୍ଥାତ୍ ଠାକୁର କହୁଛନ୍ତି ଯେ ସାରା ବିଶ୍ୱରେ ଯେତେ ସବୁ ଗ୍ରନ୍ଥ ରାଜି ରହିଛି, ବେଦ ବେଦାଙ୍ଗ ଉପନିଷଦ ଠାରୁ ଆରମ୍ଭ କରି କୋରାନ ବାଇବେଲ ପର୍ଯ୍ୟନ୍ତ ଯେତେ ସବୁ ଧର୍ମଗ୍ରନ୍ଥ ରହିଛି, କାବ୍ୟ ମହାକାବ୍ୟ ସବୁ ରହିଛି, ତାର ସାର କଥା ହେଉଛି এই ପବିତ୍ର ସତ୍ୟାନୁସରଣ କ୍ଷୁଦ୍ର ପୁସ୍ତିକାଟି। ଏ ପବିତ୍ର ସତ୍ୟାନୁସରଣରେ ସବୁ କିଛି ଶ୍ରୀ ଠାକୁର ଲିପିବଦ୍ଧ କରି ଦେଇଗଲେ। ମଣିଷର ଜୀବନ ବର୍ଦ୍ଧନ ପାଇଁ ଯାହା ଯାହା ଦରକାର ସାମ୍ପ୍ରତିକ ଯୁଗରେ ଏବଂ ଆସୁଥିବା ଶହ ଶହ ହଜାର ହଜାର ବର୍ଷ ପାଇଁ ଏହା ଦିଗଦର୍ଶନ ଦେଇ ଚାଲିବ ଏ ପବିତ୍ର ସତ୍ୟାନୁସରଣ। ତେଣୁ ଏ ପବିତ୍ର ସତ୍ୟାନୁସରଣ ଯେପରି ବିକୃତ ନ ହେବ, ଏହାର ବ୍ୟାଖ୍ୟା ପଦାର୍ଥ ନ ହେବ, ସେଥିପାଇଁ ପରମ ପ୍ରେମୟ ଶ୍ରୀ ଠାକୁର ନିଜେ ତାଙ୍କ ଭିତରେ ସୃଷ୍ଟି କରିଛନ୍ତି ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଳଦାଙ୍କୁ, ଯିଏକି ଜୀବନ୍ତ ସତ୍ୟାନୁସରଣ। এই ସତ୍ୟାନୁସରଣ ଶରଣର ସେ ହେଉଛନ୍ତି ଜୀବନ୍ତ ମୂର୍ତ୍ତିମନ୍ତ ପ୍ରତୀକ, লিভিং এম্বডিমেন্ট অফ সত্যানুসরণ। ସେ ହେଉଛନ୍ତି ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା। ଏବଂ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା ଏ ପବିତ୍ର ସତ୍ୟାନୁସରଣର ବିକୃତି ହେବା ପୂର୍ବରୁ ନିଜେ
ଅବିକୃତ ଭାବରେ ଏହାର ବ୍ୟାଖ୍ୟା କରିଛନ୍ତି। ଅବିକୃତ ଭାବରେ ଏହାର ବ୍ୟାଖ୍ୟା କରିଛନ୍ତି ଏବଂ ଜୀବନ୍ତ ତାଙ୍କର ଜୀବନର ପ୍ରତିଟି ଛତ୍ରେ ଛତ୍ରେ ଏହି ପବିତ୍ର ସତ୍ୟାନୁସରଣକୁ ସେ ବାସ୍ତବାୟିତ କରିଛନ୍ତି, ବାସ୍ତବ ଭାବରେ ଚରିତ୍ରାୟିତ କରିଛନ୍ତି ତାଙ୍କ ଜୀବନରେ। ତେଣୁ ତାଙ୍କୁ ଆମେ ଜୀବନ୍ତ ସତ୍ୟାନୁସରଣ ବୋଲି ଜାଣନ୍ତି। ତେଣୁ ସେ ଯୋଉ ବ୍ୟାଖ୍ୟା କରିଛନ୍ତି ସେଇ ଆଲୋକରେ ଆମେ ସତ୍ୟାନୁସରଣର ଏହି ପଦ ଗୁଡ଼ିକୁ ବ୍ୟାଖ୍ୟା କରୁ। ଏଥିରେ ଭୁଲ ତ୍ରୁଟି ଆମର ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ। ତେବେ ଏଇ ଯୋଉ କଥା, ଏଇଟା ଏକ ରୂଢ଼ି ପ୍ରୟୋଗ, ଗୋଟେ ପ୍ରୋଭର୍ବ ବୋଲିକି କୁହାଯାଏ। ଚଲତି କଥା ହଗି ମରିବା ଅପେକ୍ଷା ଚାଲି ମରିବା ଭଲ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଏଠାରେ ଏହା ହିଁ କହିବା ପାଇଁ ଚାହୁଁଛନ୍ତି ଯେ ଆମେ ଏମିତି ବସି ବସି, ଖାଇ ଖାଇ, ଶୋଇ ଶୋଇ ମରିଯିବା ଅପେକ୍ଷା ପ୍ରିୟ ପରମଙ୍କର କାମ, ଇଷ୍ଟକର୍ମ ଆମେ କରିଯିବା ଦରକାର। ଏ ଇଷ୍ଟକର୍ମ କରିବା ଭିତର ଦେଇ, ପ୍ରିୟ ପରମଙ୍କର କର୍ମ କରିବା ଭିତର ଦେଇ ଆମର ଜୀବନଟା ସାର୍ଥକ ସୁନ୍ଦର ହେଇ ଉଠୁ, ଏହା ହିଁ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଚାହିଁଛନ୍ତି। ପରମ ପୂଜ୍ୟବାଦ ଶ୍ରୀ ଶ୍ରୀ ବଡ଼ଦା କହିବା ପାଇଁ ଚାହୁଁଛନ୍ତି ଯେ ଆମେ ସମସ୍ତେ ଜନ୍ମ ନିଅନ୍ତି ଏବଂ ମୃତ୍ୟୁ ମଧ୍ୟ ଅବଧାରିତ। ତେବେ ମୃତ୍ୟୁ ଅବଧାରିତ ବୋଲି ବସି ରହିଲେ ହବ ନାହିଁ। ହାତ ଉପରେ ହାତ ଦେଇ, ଗୋଡ଼ ଉପରେ ଗୋଡ଼ ଛନ୍ଦି, ଗାଲରେ ହାତ ଦେଇ, ମୁଣ୍ଡରେ ହାତ ଦେଇ ବସି ରହିଲେ ହବ ନାହିଁ। ପୁରୁଷାର୍ଥ କରିବାକୁ ହବ। ମଣିଷ ଜୀବନରେ ଯଦି ସଫଳ ହେବା ପାଇଁ ଚାହେଁ ତାହେଲେ ତାକୁ ପୁରୁଷାର୍ଥ କରିବାକୁ ପଡ଼ିବ। ଏଇ କ୍ଲିବତା ବା ଏଇ ଆଳସ୍ୟ, ଏଇ ଅଳସୁଆମୀ, ଏଇ ଇନ୍ଆକ୍ଟିଭିଟି ଯୋଉଟା କହୁଛନ୍ତି, ଇନର୍ସିଆ ବୋଲିକି କହୁଛନ୍ତି, ଏଗୁଡ଼ିକ ଅନେକ କାରଣରୁ ହେଇପାରେ। ଆମର ଶାରୀରିକ ଅସୁସ୍ଥତା ଯୋଗୁଁ ହେଇପାରେ, ଅତ୍ୟଧିକ ବୟସ ଯୋଗୁଁ ହେଇପାରେ, ମାନସିକ ଦୁଶ୍ଚିନ୍ତା ଯୋଗୁଁ ହେଇପାରେ, ଅନେକ କାରଣରେ ହେଇପାରେ। ଏପରିକି ଆମର ଜିନ୍‌ଗତ ମଧ୍ୟ ହେଇପାରେ। ତେବେ ଏଇ ଯୋଉ ଅଳସୁଆମୀ ବା ଏଇ ଯୋଉ ନ କରିବାର ଭାବ, ଏଇ ଯୋଉ କର୍ମକୁଣ୍ଠତା, ଏଗୁଡ଼ିକୁ କିନ୍ତୁ ଅତିକ୍ରମ କରିବାକୁ ପଡ଼ିବ। ଜୀବନରେ ମଣିଷ ଯଦି କିଛି ହାସଲ କରିବା ପାଇଁ ଚାହେଁ, ଜୀବନରେ କିଛି ଗୋଟେ ଯଦି ସେ କରିବା ପାଇଁ ଚାହେଁ, ତାହେଲେ ତାକୁ ଏସବୁ ଅଳସୁଆମୀ ଛାଡ଼ି, ଏଇସବୁ ବାହାନା ଫନ୍ଦି ଫିକର ଛାଡ଼ି ଇଷ୍ଟକର୍ମରେ ଆଗେଇ ଯିବାକୁ ହବ। ପୂଜନୀୟ ସିପାହୀଦା ସେଥର ଭୁବନେଶ୍ୱର ସତ୍ସଙ୍ଗ ବିହାରରେ ଦୁଇଟି କଥା କହୁଥିଲେ, ଦୁଇଟି ଶବ୍ଦ। ଗୋଟେ ହଉଛି ବିରାମ, ଆଉ ଗୋଟେ ହଉଛି ଆପଣଙ୍କର ଅଲ୍ଟରନେଟ୍, ବିକଳ୍ପ। ବିରାମ ଏବଂ ବିକଳ୍ପ। ସେ କହୁଥିଲେ ଏଇ ଯୋଉ ସାଧନା, ଏଇ ଯୋଉ ତପସ୍ୟା ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ଧରି ଆମେ କରିଚାଲିଛନ୍ତି, ଏଥିରେ କିନ୍ତୁ ବିରାମର ଚିହ୍ନ ବର୍ଣ୍ଣ ନାହିଁ। ଅବିଶ୍ରାନ୍ତ ଭାବରେ ଏଇ କର୍ମଯଜ୍ଞକୁ ଆମକୁ ସମ୍ପାଦିତ କରି ଚାଲିବାକୁ ହବ। ଅବିଶ୍ରାନ୍ତ ଭାବରେ, ଏଠିରେ କୌଣସି ବିରାମ ନାହିଁ, କୌଣସି ବିଶ୍ରାମ ନାହିଁ। ଆଜି ନ କରି କାଲି କରିବି, କାଲି ନ କରି ପରଦିନ କରିବି, ଆର ଦିନ କରିବି, ଏଇ ସପ୍ତାହରେ ନ କରି 2 ସପ୍ତାହ ପରେ କରିବି, ଏଇ ଯୋଉ ଚିନ୍ତାଧାରା, ଏଇ ଯୋଉ ମନୋଭାବ କିନ୍ତୁ ସତ୍ସଙ୍ଗ ଜଗତରେ ନାହିଁ। ସତ୍ସଙ୍ଗ ଜଗତରେ ନାହିଁ। ଯାହା ଆମକୁ କରିବା ପାଇଁ ନିର୍ଦ୍ଦେଶ ଅଛି, ସେଇ କର୍ମକୁ ଅବିରାମ ଭାବରେ, ଅବିଶ୍ରାନ୍ତ ଭାବରେ ଆମକୁ
ଅନବରତ କରି ଚାଲିବାକୁ ପଡ଼ିବ। ଏହି ସାଧନାର କୌଣସି ବିରାମ ନାହିଁ, ଏହି ସାଧନାର କୌଣସି ବିଶ୍ରାମ ନାହିଁ। ପୁଣି ବିକଳ୍ପ ଶବ୍ଦ ସେ କହୁଥିଲେ, ବିକଳ୍ପ ଏହି ସାଧନାର ବା ଏହି ତପସ୍ୟାର ବିକଳ୍ପ ମଧ୍ୟ ନାହିଁ। ଇଷ୍ଟଭୃତି ବଦଳରେ ଅନ୍ୟ କିଛି କରିଦେବି, ବା ପ୍ରାର୍ଥନା ବଦଳରେ ଅନ୍ୟ କିଛି କରିବି, ସ୍ୱସ୍ତିନୀ ବଦଳରେ ଅନ୍ୟ କିଛି କରିବି, এই ନାମ ବଦଳରେ ଅନ୍ୟ କିଛି ନାମ କରିବି, ଏହା ମଧ୍ୟ ଚାଲିବ ନାହିଁ। ଏହାର ମଧ୍ୟ ବିକଳ୍ପ ନାହିଁ। এই ନାମ ହିଁ କରିବାକୁ ପଡ଼ିବ, ଇଷ୍ଟଭୃତି କରିବାକୁ ପଡ଼ିବ, ସ୍ୱସ୍ତିନୀ କରିବାକୁ ପଡ଼ିବ, ଯଜନ ଯାଜନ କରିବାକୁ ପଡ଼ିବ। ଏହାର କୌଣସି ବିକଳ୍ପ ନାହିଁ। ଯଦି ଜୀବନରେ ଆମେ ସାର୍ଥକତା ଏବଂ ସୌନ୍ଦର୍ଯ୍ୟତା ଚାହୁଁଛନ୍ତି, ତେବେ ଆମକୁ ଇଷ୍ଟ କର୍ମରେ ଅବିଶ୍ରାନ୍ତ ଭାବରେ, ଅବିରାମ ଭାବରେ ନିଜକୁ ନିୟୋଜିତ ରଖି ଏହି ସାଧନା, ଏହି ତପସ୍ୟାକୁ ବିହିତ ଭାବରେ କରିଚାଲିବା ଦରକାର, କରିଚାଲିବା ଦରକାର। ଠାକୁର ଯେଉଁ ପବିତ୍ର ସତ୍ୟାନ୍ୱେଷଣ ଗ୍ରନ୍ଥରେ କହୁଛନ୍ତି ଯେ ଏକାନୁରକ୍ତି, ତୀବ୍ରତା ଏବଂ କ୍ରମାଗତିରେ ହିଁ ଜୀବନର ସାର୍ଥକତା ଏବଂ ସୌନ୍ଦର୍ଯ୍ୟତା। ଏକାନୁରକ୍ତି, ତୀବ୍ରତା ଏବଂ କ୍ରମାଗତି, এই ତିନୋଟି ଜିନିଷ ଜୀବନରେ ଆବଶ୍ୟକତା ରହିଛି। ଆଜି କରିବି, ଆଜି କରି ଆଜିର କାମ କାଲି କରିବି କିମ୍ବା ଆର ଦିନ କରିବି, এই ଯେଉଁ ମନୋଭାବ, ଏଟାକୁ ଶ୍ରୀ ଠାକୁର କହୁଥିଲେ ଦୀର୍ଘସୂତ୍ରିତା, ପ୍ରୋକ୍ରାଷ୍ଟିନେସନ ଇଂରାଜୀରେ କୁହନ୍ତି। ଏବଂ এই ଦୀର୍ଘସୂତ୍ରିତାକୁ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ତାଙ୍କ ଜୀବନରେ କେବେ ମଧ୍ୟ ପସନ୍ଦ କରିନାହାନ୍ତି କି ପ୍ରଶ୍ରୟ ମଧ୍ୟ ଦେଇନାହାନ୍ତି। ଗୋଟିଏ ଛୋଟିଆ କଥା, ସେ ଦିବ୍ୟ ଜୀବନର ଏକ ଛୋଟ କଥାଟି କହିବାକୁ ମୁଁ ପ୍ରୟାସ କରୁଛି। 1923 ମସିହା ଜୁଲାଇ ମାସ, ଏମିତି ବର୍ଷା ମାସ, ପ୍ରବଳ ବେଗରେ ବର୍ଷା ହେଉଛି। ପରମ ପୂଜ୍ୟପାଦ, ପରମ ପ୍ରେମମୟ ଶ୍ରୀ ଠାକୁର ଏବଂ ଅନ୍ୟ ଭକ୍ତମାନେ ବସିଛନ୍ତି ପଦ୍ମା ନଦୀର ବନ୍ଧ ଉପରେ। ଦେଖୁଛନ୍ତି ପଦ୍ମା ନଦୀ ପାଣିରେ ଭରପୁର, ବନ୍ୟା ନଈ, ବନ୍ୟା ପାଣିରେ ଚାରିଆଡ଼େ ପ୍ଳାବିତ ହେଇଉଠି, ଚାରିଆଡ଼େ ପ୍ଳାବିତ ହେଇଉଠିଛି ବନ୍ୟା ପାଣି। ଶ୍ରୀ ଠାକୁର କହୁଛନ୍ତି ହଠାତ୍ ଯେ ଯଦି ବର୍ତ୍ତମାନ କିଛି ବ୍ୟବସ୍ଥା ନ କରାଯାଏ, ତାହେଲେ ହୁଏତ କିଛି ସମୟ ଭିତରେ, କିଛି ଘଣ୍ଟା ଭିତରେ ସମଗ୍ର ଆଶ୍ରମ ଜଳାର୍ଣ୍ଣବ ହେଇଯିବ, ଜଳରେ ଡୁବିଯିବ, এই ବନ୍ୟା ଜଳରେ ଡୁବିଯିବ। ଆଖପାଖର ଗାଁ ଗଣ୍ଡା ଗୁଡ଼ିକ ମଧ୍ୟ ଏ ବନ୍ୟା ଜଳରେ ଡୁବିଯିବ। ଅନେକ ଧନ ଜୀବନ ହୁଏତ କ୍ଷୟ ହେଇଯାଇପାରେ। ତେଣୁ ଶ୍ରୀ ଠାକୁର କହୁଛନ୍ତି, ତାଙ୍କର ନିକଟରେ ଠିଆ ହେଇଛନ୍ତି ଇଞ୍ଜିନିୟର ଶ୍ରୀଶ ନନ୍ଦିତା, କହୁଛନ୍ତି ଆପଣ ଗୋଟେ ହିସାବ କରନ୍ତୁ କେତେ ଟଙ୍କା ଲାଗିବ ଗୋଟେ ବନ୍ଧ ତିଆରି ହେବ। ଶ୍ରୀଶ ନନ୍ଦିତା ହିସାବ କରି କହୁଛନ୍ତି, ଆଜ୍ଞା 11-12 ହଜାର ଟଙ୍କା ଖର୍ଚ୍ଚ ହେବ। ତେବେ ଆଜି ତ ଶନିବାର, କାଲି ରବିବାର, ସୋମବାର କିମ୍ବା ମଙ୍ଗଳବାର ଦିନ ହିଁ ବ୍ୟାଙ୍କରୁ ଟଙ୍କା ଉଠେଇ ଏ କାର୍ଯ୍ୟ କରାଯାଇପାରିବ। ଏ 2-3 ଦିନ କିନ୍ତୁ କାମ ହେଇପାରିବ ନାହିଁ। ଶ୍ରୀ ଠାକୁର କହୁଛନ୍ତି ନା, ବର୍ତ୍ତମାନ ହିଁ କରିବାକୁ ପଡ଼ିବ, ଏଇ କ୍ଷଣି ଆରମ୍ଭ କରିବାକୁ ପଡ଼ିବ। ସମୟ ନାହିଁ, ଆମ ପାଖରେ ସମୟ ନାହିଁ। ଯଦି ଆମେ ଆଶ୍ରମକୁ এই ବନ୍ୟା ଜଳରୁ ରକ୍ଷା କରିବା ପାଇଁ ଚାହାନ୍ତି, ତାହେଲେ এই କ୍ଷଣି, এই ମୁହୂର୍ତ୍ତରେ ହିଁ ଆମକୁ ବନ୍ଧ ତିଆରି କରିବାକୁ ପଡ଼ିବ। ଶ୍ରୀ ଠାକୁର ନଛୋଡ଼ ବନ୍ଧା, ଶ୍ରୀ ଠାକୁରଙ୍କର এই ପ୍ରତ୍ୟୟ, এই ଅଙ୍ଗୀକାରବଦ୍ଧତା ଦେଖି ଜେଏନ୍ ଦତ୍ତ, ଯିଏ ସୁଭାଷ ବୋଷଙ୍କର ମାମୁଁ, ସେ ଏବଂ ତାଙ୍କର ସ୍ତ୍ରୀ ଜେଏନ୍ ଦତ୍ତ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ସେ ସମୟରେ ଠାକୁରଙ୍କ ପାଖରେ ଉପସ୍ଥିତ ଅଛନ୍ତି। ସେ ଜେଏନ୍ ଦତ୍ତଙ୍କର ସ୍ତ୍ରୀ, ତାଙ୍କର ଗଳାରେ ଗୋଟିଏ ସୁନାହାର ଥାଏ, 5-10 ଭରିର ସୁନାହାର, ତାକୁ ଶ୍ରୀ ଠାକୁରଙ୍କୁ ଦେଇ କହୁଛନ୍ତି, ଠାକୁର ଏଇ ନିଅନ୍ତୁ, ମୋର ଏଇ ସୁନାହାର ନିଅନ୍ତୁ, ଏହାକୁ ବନ୍ଧା ପକେଇ ଯେପରି କରି ହଉ ଟଙ୍କା ଆଣି କାର୍ଯ୍ୟ ଆରମ୍ଭ କରାଯାଉ। ଦେଖୁ ଦେଖୁ ଆଶ୍ରମିକ ସମସ୍ତେ ଯାହା ପାଖରେ ଯାହା କିଛି ସଞ୍ଚିତ ଥିଲା, ଟଙ୍କେ, 2 ଟଙ୍କା, 5 ଟଙ୍କା, 10 ଟଙ୍କା ଯାହା ଥିଲା, ସବୁ କିଛି ଆଣି ଠାକୁରଙ୍କ ପାଖରେ ଅର୍ପଣ କରିଛନ୍ତି। ଏବଂ ସେଇ ଅର୍ଥରେ ବାଲି, ସିମେଣ୍ଟ ଏବଂ ଇଟା ଅଣାଯାଇଛି। ରାଜମିସ୍ତ୍ରୀ ଲାଗିଛନ୍ତି। ଆଶ୍ରମର ଆବାଳ ବୃଦ୍ଧ ବନିତା
ସମସ୍ତେ ଲାଗି ପଡ଼ିଛନ୍ତି। ରାତିରେ ମଧ୍ୟ କାମ ରାତି ସାରା କାମ ହେଇଛି ଏବଂ ସକାଳ ହେଉ ହେଉ ଗୋଟେ ବିରାଟ ବନ୍ଧ ଆଶ୍ରମର ପଶ୍ଚିମର ପୂର୍ବକୁ, ପଦ୍ମା ନଦୀର ପଶ୍ଚିମର ପୂର୍ବକୁ ଗୋଟେ ବିରାଟ ବନ୍ଧ ତିଆରି ହେଇଛି ଏବଂ ଶ୍ରୀ ଠାକୁରଙ୍କର ଅଶେଷ କରୁଣାରୁ, ତାଙ୍କର ଦୟାରୁ, ତାଙ୍କର ସମୟୋପଯୋଗୀ ପଦକ୍ଷେପରୁ ଆଶ୍ରମକୁ ଜଳାର୍ଣ୍ଣବ ହେବାରୁ ବନ୍ୟା ଜଳରେ ଡୁବିବା ରକ୍ଷା କରାଯାଇପାରିଛି। ଏ ହେଉଛନ୍ତି ପରମ ପ୍ରେମ ଶ୍ରୀ ଠାକୁର। ତେଣୁ ସେ କହୁଥିଲେ ଏଇ ଯୋଉ ଦୀର୍ଘସୂତ୍ରିତା, ଯେ ଆଜି କାମ କାଲି କରିବି, କାଲି କାମ ପର ଦିନକୁ କରିବି, ଆର ଦିନ କରିବି, ଆର ସପ୍ତାହରେ କରିବି, ଆର ମାସରେ କରିବି, ଏହାକୁ ଠାକୁର ଆଦୌ ପସନ୍ଦ କରୁନଥିଲେ। କହୁଥିଲେ ଏଇଟା ହଉଛି ଆଳସ୍ୟର ସମ୍ବନ୍ଧୀ ଏବଂ କାର୍ଯ୍ୟ ପଣ୍ଡ କରିବାର ଗୁରୁ ଠାକୁର। କାର୍ଯ୍ୟ ଯଦି ପଣ୍ଡ କରିବାର ଅଛି, ଯଦି କୌଣସି କାର୍ଯ୍ୟ ପଣ୍ଡ କରିବାର ଅଛି ଜୀବନରେ, ତାହେଲେ ଆମକୁ এই ଦୀର୍ଘସୂତ୍ରିତାକୁ ଆମର ଚରିତ୍ର ଭିତରେ ପ୍ରଶ୍ରୟ ଦେବାକୁ ହବ। ଆଉ ଯଦି ଜୀବନରେ ସଫଳତା ଲାଭ କରିବାର ଅଛି, ତାହେଲେ এই ଦୀର୍ଘସୂତ୍ରିତା ଥିଲେ କାମ ହବ ନାହିଁ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଆଜି ଯୋଉ ପବିତ୍ର ଦୀକ୍ଷା ପତ୍ର କାର୍ଯ୍ୟକ୍ରମର ଆହ୍ୱାନ ଦେଇଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। সেই ପ୍ରିୟ ପରମଙ୍କର କର୍ମରେ ନିଜକୁ ନିୟୋଜିତ କରିବାର, ନିଜର ଜୀବନକୁ ଉତ୍ସର୍ଗୀକୃତ କରିବାର। କିନ୍ତୁ ସାଧାରଣତଃ ଦେଖାଯାଏ ଆମ ଭିତରେ ସେ ଆଳସ୍ୟ, ସେ ଅଳସୁଆମୀ ଅଛି, ସେ ଦୀର୍ଘସୂତ୍ରିତା ଅଛି। ସେଇ କାର୍ଯ୍ୟକୁ ଠିକ ସମୟରେ ନ କରି ଅନ୍ୟ ଦିନ ପକାଇ ରଖିବାର ଯୋଉ ବୁଦ୍ଧି ଅଛି, ସେଥିଯୋଗୁଁ ଆମେ ଆମର ଗନ୍ତବ୍ୟରେ ପହଞ୍ଚି ପାରିନାହାନ୍ତି। ପରମ ପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଯୋଉ ଲକ୍ଷ୍ୟ ଆମ ପାଇଁ ନିର୍ଦ୍ଧାରିତ କରିଛନ୍ତି, ପବିତ୍ର ଦୀକ୍ଷାପତ୍ର ସମୀକ୍ଷା କାର୍ଯ୍ୟକ୍ରମର 40%, ଶତକଡ଼ା 40% ଆମକୁ ବର୍ତ୍ତମାନ ସାରିବାକୁ ହବ। এই ଯୋଉ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି ଆମମାନଙ୍କ ପାଇଁ, এই ଲକ୍ଷ୍ୟକୁ ଆମେ କେତେ ଶୀଘ୍ର ଏବଂ କେତେ ତୀବ୍ର ବେଗରେ ସମାହିତ କରିପାରୁଛନ୍ତି, ଲକ୍ଷ୍ୟ ହାସଲ କରିପାରୁଛନ୍ତି, ସେଥି ଉପରେ ନିର୍ଭର କରୁଛି ଆମର ଇଷ୍ଟଙ୍କ ପ୍ରତି ଆମର ଭିତରେ କେତେ ଶ୍ରଦ୍ଧା ଅଛି, କେତେ ଭକ୍ତି ଅଛି, କେତେ ପ୍ରୀତି ଅଛି, କେତେ ଭଲ ପାଇବା ଅଛି, କେତେ ତ୍ୟାଗ ଅଛି, କେତେ ତିତିକ୍ଷା ଅଛି। ତାଙ୍କର ସ୍ୱସ୍ତି, ତାଙ୍କର ତୃପ୍ତି, ତାଙ୍କର ପୋଷଣ ଆମର ଜୀବନରେ କେତେ ଦୂର ମୁଖ୍ୟ ହେଇ ଉଠିଛି, ଆମର ଜୀବନରେ କେତେ ଦୂର ଲକ୍ଷ୍ୟ ହେଇ ଉଠିଛି, ଗତି ଗନ୍ତବ୍ୟ ହେଇ ଉଠିଛି, ଏହା ହିଁ ଆଜି ପ୍ରମାଣିତ କରିବାର ଅଛି ଆମକୁ। ତେଣୁ এই ପବିତ୍ର ଦୀକ୍ଷା ସମୀକ୍ଷା କାର୍ଯ୍ୟକ୍ରମରେ, ଦୀକ୍ଷାପତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ଆମକୁ ଆମର ଜୀବନକୁ ଆଜି ଉତ୍ସର୍ଗୀକୃତ କରିବାର ସମୟ ଆସିଛି। ତେଣୁ ହଗି ମରିବା ଅପେକ୍ଷା ଚାଲି ମରିବା ଭଲ। এই ବସି ବସି ଶୋଇ ଶୋଇ ଖାଇ ଖାଇ ହଗିମୁତି ଜୀବନଟା ନଷ୍ଟ କରିଦେବା ଅପେକ୍ଷା ଶରୀର ଯେତେ ବି ଅଶକ୍ତ ହଉ, ସେ ବୟସ ଦୃଷ୍ଟିକୋଣର ହଉ କିମ୍ବା ରୋଗ ଦୃଷ୍ଟିକୋଣର ହଉ, ଯେତେ ବି ଅଶକ୍ତ ହେଉ ନା କାହିଁକି, ଏବଂ ଆମ ଭିତରେ ଯେତେ ମାନସିକ ଦୁଶ୍ଚିନ୍ତା ଥାଉ ନା କାହିଁକି, ଯେତେ ଶାରୀରିକ ଅପଟୁତା ଥାଉ ନା କାହିଁକି, ଯାହା ବି ଥାଉ ନା କାହିଁକି, ସବୁ କିଛିକୁ ବେଖାତିର କରି, ସବୁ କିଛିକୁ ଆଡ଼େଇ ଦେଇ ଆମେ ଯଦି ଇଷ୍ଟ କର୍ମରେ ଆଗେଇ ଯାଇପାରିବା, ତାହେଲେ କିନ୍ତୁ ଏଇ ସବୁ କିଛିକୁ ଆମେ ଅତିକ୍ରମ କରି ଯାଇପାରିବା। এই ଶାରୀରିକ କ୍ଷମତା କିମ୍ବା ମାନସିକ ଅସୁସ୍ଥତା କିମ୍ବା ଆମର ଯୋଉ ଜିନଗତ, ଆମର ଯୋଉ କର୍ମ ପ୍ରବଣତାର ଯୋଉ ଇଏ ରହିଛି, ୱାଣ୍ଟିଂ ରହିଛି, ଆମର ଜିନଗତ ଭାବରେ ଆମ ଭିତରେ ଯୋଉ ଆଳସ୍ୟ ରହିଛି, ତାହାକୁ ମଧ୍ୟ ଆମେ ହୁଏତ ପରିବର୍ତ୍ତନ କରିଦେଇ ପାରନ୍ତି। ଜଣେ ମା ତାଙ୍କର କ୍ୟାନ୍ସର ଆଡଭାନ୍ସ ଷ୍ଟେଜ ଆଚାର୍ଯ୍ୟ ଦେବଙ୍କୁ ନିବେଦନ କରନ୍ତି। ଆଚାର୍ଯ୍ୟ ଦେବ କୁହନ୍ତି ଆପଣ ଦୀକ୍ଷାପତ୍ର କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରନ୍ତୁ, ଏବଂ ଆଚାର୍ଯ୍ୟ ଦେବଙ୍କ ନିର୍ଦ୍ଦେଶ କ୍ରମେ ସେ ମା ନିଜକୁ ନିୟୋଜିତ ରଖିଛନ୍ତି। ସେ ଦୀକ୍ଷାପତ୍ର କାର୍ଯ୍ୟକ୍ରମରେ ଅନବରତ ଦିନ ରାତି ଅବିଶ୍ରାନ୍ତ ଭାବରେ ସେ ଦୀକ୍ଷାପତ୍ର କାର୍ଯ୍ୟକ୍ରମ କରିଚାଲିଛନ୍ତି। ଦେଖୁ ଦେଖୁ ଧୀରେ 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 ତାଙ୍କର ସେଇ କ୍ୟାନ୍ସର ପରି ମାରାତ୍ମକ ରୋଗ ମଧ୍ୟ ନିରାମୟ ହେଇ ଉଠିଛି, ସେ ସୁସ୍ଥ ହେଇ ଉଠିଛନ୍ତି। ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଛି, ସେ କହୁଛନ୍ତି ଯେ ମୁଁ କେବେ ମଧ୍ୟ ସେ ଠାକୁରଙ୍କୁ ମୋତେ ସୁସ୍ଥ କରିଦିଅନ୍ତୁ ବୋଲି ପ୍ରାର୍ଥନା କରିନାହିଁ। ମୁଁ ଏତିକି କହିଛି, ଠାକୁର ମୋର ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୋତେ ଏଇ ଆଶୀର୍ବାଦ କରନ୍ତୁ ଯେ ମୋର ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଆପଣଙ୍କର କାମ କରି ଚାଲିଯିବି। ଯେତେ ଦିନ ମୁଁ ବଞ୍ଚେ, ଦିନେ ବଞ୍ଚେ
2 ଦିନ ବଞ୍ଚେ, ମାସେ ବଞ୍ଚେ, 2 ମାସ ବଞ୍ଚେ, 3 ମାସ ବଞ୍ଚେ, ଯେତେ ଦିନ ବି ମୁଁ ବଞ୍ଚିବି ଆପଣଙ୍କର ଏଇ ପବିତ୍ର କାର୍ଯ୍ୟକ୍ରମ, ଏଇ କର୍ମ ଯଜ୍ଞରେ ମୁଁ ମୋ ନିଜକୁ ନିୟୋଜିତ କରି ରଖିବି, ସାମିଲ କରି ରଖିବି, ଡୁବେଇ ରଖିବି। ଏଇଟା ହିଁ ମତେ ଆଶୀର୍ବାଦ କରନ୍ତୁ ଏବଂ ପ୍ରଭୁଙ୍କର ସେଇ ଅପାର କରୁଣାରୁ ସେଇ ପବିତ୍ର ଦୀକ୍ଷା ପତ୍ର ସମୀକ୍ଷା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖି ସେ ମୃତ୍ୟୁକୁ ମଧ୍ୟ ଅତିକ୍ରମ କରିପାରିଛନ୍ତି। ତେଣୁ ମଣିଷର ଶାରୀରିକ ଦୁର୍ବଳତା ବା ମାନସିକ ଦୁର୍ବଳତା ସେପରି କିଛି ଗୋଟେ ବଡ଼ ଜିନିଷ ନୁହେଁ। ଏଇ ଜିନିଷ ଗୁଡ଼ିକୁ ମଣିଷ ଯେତେ ଧ୍ୟାନ ଦିଏ ସେତେ ଆହୁରି ଦୁର୍ବଳ ହେଇ ଉଠେ। କିନ୍ତୁ ଏଇ ଜିନିଷ ଗୁଡ଼ିକୁ, ଏଇ ଦୁର୍ବଳ ଶାରୀରିକ ଦୁର୍ବଳତା ହଉ କିମ୍ବା ମାନସିକ ଦୁର୍ବଳତା ହଉ, କିନ୍ତୁ ବ୍ୟକ୍ତିଗତ ସମସ୍ୟା ଯାହା ବି ଥାଉ ନା କାହିଁକି, ଏଗୁଡ଼ିକୁ ଯଦି ଆମେ ଗୁରୁତ୍ୱ ଦେବା ତାହେଲେ ଏଗୁଡ଼ିକ ଆମକୁ ଘାୟଲ କରି ଛାଡ଼ିଦେବେ। ଏଗୁଡ଼ିକ ଆମକୁ ବହୁ ଭାବରେ ପ୍ରଭାବିତ କରିବେ। କିନ୍ତୁ ଏଗୁଡ଼ିକୁ ଯଦି ଆମେ ଗୁରୁତ୍ୱ ଦେବା ନାହିଁ, ହଁ ଏଗୁଡ଼ିକୁ ସେମିତି ଏଡ଼େଇ ହେଇପାରେ। ଚାଲିବା, ଟିକେ ଏଗୁଡ଼ିକୁ ପଚାରିଛନ୍ତି ସେଟା କଜ ହେଇପାରେ ଏଡ଼େଇ କାରଣଟା ଚାଲିବା, ହେଇପାରେ। ତାହେଲେ କିନ୍ତୁ ଆମେ ସହଜରେ ଆମର ହୁଁ ଏଇ ଜିନିଷ ଗୁଡ଼ିକୁ ଅତିକ୍ରମ କରିପାରିବା ଏବଂ ଆମର ଜୀବନଟି ଆମର ସାର୍ଥକ ଏବଂ ସୌନ୍ଦର୍ଯ୍ୟତାରେ ପରିପୂର୍ଣ୍ଣ ପଚାରିଲି। ହେଉଛି। ତେଣୁ ସେଦିନ ଯେତେବେଳେ ଦୀକ୍ଷା କାର୍ଯ୍ୟକ୍ରମ ଚାଲିଥାଏ, ସେ ଆଚାର୍ଯ୍ୟ ଦେବ ଆଚାର୍ଯ୍ୟ ଶ୍ରୀ ଦାଦା ଆଚାର୍ଯ୍ୟ ଶ୍ରୀ ଦାଦା ଆସାମର ଜଣେ ବୟୋବୃଦ୍ଧ ଋତ୍ୱିକ ଦେବତାଙ୍କୁ ଆଶୀର୍ବାଦ କରନ୍ତି ହଜାରେ ଦୀକ୍ଷା ପାଇଁ। ରମଣୀ ରଞ୍ଜନ ରାୟ ତାଙ୍କର ନାଁ। ବୟସ ଅତି 80-90 ବର୍ଷ ହବ। ଶରୀର ମଧ୍ୟ ଅସୁସ୍ଥ ଅଛି। ସେ ଭିତରେ ମଧ୍ୟ ଯେତେବେଳେ ସେ ଆଶୀର୍ବାଦ ପାଉଛନ୍ତି ହଜାରେ ଦୀକ୍ଷାର, ସେ ହଜାରେ ଦୀକ୍ଷା ପାଇଁ ସେ ଲାଗି ପଡ଼ିଛନ୍ତି। ଅଣ୍ଟା ଭିଡ଼ି ସେ ଲାଗି ପଡ଼ିଛନ୍ତି ଦୀକ୍ଷା କାର୍ଯ୍ୟକ୍ରମରେ ଏବଂ ଦେଖୁ ଚାଲିଛି ଦେଖୁ ଗୋବିନ୍ଦପୁର। ଏ ମାସ ଭିତରେ ସେ ହଜାରେ ଦୀକ୍ଷା ପୂର୍ଣ୍ଣ କରିଛନ୍ତି ଗୋବିନ୍ଦପୁର କଟକ। ଏବଂ ତାଙ୍କର ଶରୀରର ସେ ଅସୁସ୍ଥତା, ଶରୀରର ସେଇ ଅକ୍ଷମତା ମଧ୍ୟ ଦୂର ହେଇଯାଇଛି। ତେଣୁ ପ୍ରିୟ ପରମଙ୍କର କର୍ମରେ, ଇଷ୍ଟ କର୍ମରେ ଆମେ ଯଦି ଆମର ନିଜକୁ ସାମିଲ କରିବା ତାହେଲେ ସେଥିରେ ହିଁ ଆମର ଜୀବନରେ ଲାଭ ଅଛି। ସେଥିରେ ହିଁ ଆମ ଜୀବନରେ ଆମେ କିଛି ଲକ୍ଷ୍ୟ ହାସଲ କରିପାରିବା। ଆମ ସବୁଆଡେ ଜୀବନରେ ଚାଲିଛି ଭଲ ମନ୍ଦ ଆଉ। କିଛି ପ୍ରାପ୍ତ ହେଇପାରିବ। ଆଉ ଯଦି ଆମେ ଆମର ଏଇ ସମସ୍ୟା ଗୁଡ଼ିକୁ ଯଦି ଗୁରୁତ୍ୱ ଦେବା, ଆମର ଶରୀରର କ୍ଷମତା କିମ୍ବା ମାନସିକ ଦୁଶ୍ଚିନ୍ତାକୁ ହଁ ଯଦି ଆମେ ଗୁରୁତ୍ୱ ଦେଇ ନିଜକୁ ଇଷ୍ଟ କର୍ମରେ ସାମିଲ କରିବା ନାହିଁ, ତାହେଲେ କିନ୍ତୁ ଏଗୁଡ଼ିକ ଆମକୁ ସମ୍ପୂର୍ଣ୍ଣ ଭାବରେ କାବୁ କରି ଆମକୁ ନିଶ୍ଚିହ୍ନ କରିଦେଇ ପାରନ୍ତି। ତେଣୁ ପ୍ରିୟ ପରମଙ୍କର ଏଇ ଯୋଉ କର୍ମଯଜ୍ଞ ଆଜି ଆରମ୍ଭ କରିଛନ୍ତି, ଆମମାନଙ୍କୁ ଏଇ ଅଳସ୍ୱାମୀ, ଏଇ କୁଢ଼ିଆପଣରୁ ରକ୍ଷା କରିବା ପାଇଁ, ଏଇ କର୍ମକୁଣ୍ଠ ଜୀବନରୁ ରକ୍ଷା କରିବା ପାଇଁ ଆମକୁ ଏଇ କର୍ମଯଜ୍ଞର ସେ ସୃଷ୍ଟି କରିଛନ୍ତି ପରମ ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟ ଦେବ। ତେଣୁ ଆସନ୍ତୁ ଏଇ ପବିତ୍ର ଦୀକ୍ଷାପତ୍ର କାର୍ଯ୍ୟକ୍ରମରେ ଆମେ ଆମକୁ ନିଜକୁ ସାମିଲ କରିବା। ଶେଷରେ ରବର୍ଟ ଫ୍ରଷ୍ଟ ଯୋଉ କବିତାଟି କହୁଛନ୍ତି ଯେ ଦ ଉଡ୍ସ ଆର୍ ଲଭଲି ଡାର୍କ ଆଣ୍ଡ ଡିପ୍ and miles to go and but I have promises to keep miles to go before I sleep, miles to go before I sleep। ତେଣୁ ଅନେକ କିଛି କାମ କରିବାର ଅଛି ଜୀବନରେ, ଇଷ୍ଟକର୍ମ କରିବାର ଅଛି ଜୀବନରେ। ତେଣୁ ଏଇ ଇଷ୍ଟକର୍ମକୁ ଜୀବନରେ ଗୁରୁତ୍ୱ ଦେଇ ଆମକୁ ଇଷ୍ଟକର୍ମ କରି ଚାଲିବାର ଅଛି। ତୁମର ସ୍ୱସ୍ତି ତୃପ୍ତି ପୋଷଣ ବିଶ୍ୱ ତୁମର ଜୟଗାନ, ତାହା ହିଁ ତ ହେଉ ସାଧନା, ତାହା ହିଁ ହେଉ ଅଭିଯାନ। ଆଶୀର୍ବାଦ କର ତୁମେ ଥାଅ ବଞ୍ଚିଥାଅ ଚିରଦିନ, ମୁଁ ତୁମର ସେବକ ହୋଇ ଚାଲିଥିବି ଅନୁଦିନ। ଏହା ହିଁ ଆମର ଜୀବନର ଲକ୍ଷ୍ୟ ହେଉ। ପ୍ରିୟ ପରମଙ୍କର କାମ ଆମେ କରିଚାଲିବା। ତେଣୁ ଏଇ ଯୋଉ ହଗି ମରିବା ଅପେକ୍ଷା ଚାଲି ମରିବା ଭଲ। ପ୍ରିୟ ପରମଙ୍କର କର୍ମ କରୁ କରୁ ଯଦି ମୃତ୍ୟୁ ଆସିଯାଏ, ସେଥିରେ ହିଁ ଆମର ଜୀବନର ସାର୍ଥକତା ଏବଂ ସୌନ୍ଦର୍ଯ୍ୟତା। ତେଣୁ ଆମର ଯେତେ ପ୍ରକାର ଅଭାବ ଅସୁବିଧା, ବ୍ୟକ୍ତିଗତ ଅଭାବ ଅସୁବିଧା ଥାଉ ନା କାହିଁକି, ଯେତେ ଶାରୀରିକ ଅକ୍ଷମତା ଥାଉ ନା କାହିଁକି, ଯେତେ ମାନସିକ ଅସୁସ୍ଥତା ଥାଉ ନା କାହିଁକି, ଯାହା ବି ଥାଉ ନା କାହିଁକି, ସେଗୁଡ଼ିକୁ ଆଦୌ ଗୁରୁତ୍ୱ ନ ଦେଇ ଆମେ ଇଷ୍ଟ କର୍ମରେ ଝାମ୍ପି ପଡ଼ିବା ଦରକାର। ଏ ପବିତ୍ର ଦୀକ୍ଷାପତ୍ର କାର୍ଯ୍ୟକ୍ରମରେ ଆମକୁ ନିୟୋଜିତ କରିବା ଏବଂ ଆଚାର୍ଯ୍ୟ ଦେବ ଯୋଉ ଶତକଡ଼ା 40 ଭାଗର ଯୋଉ ଆଜି ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି, ସେଇ ଲକ୍ଷ୍ୟକୁ ଅତି ଶୀଘ୍ର ତୀବ୍ର ବେଗରେ ଆମକୁ ହାସଲ କରିବାକୁ ପଡ଼ିବ। ତେଣୁ ଆସନ୍ତୁ
ପ୍ରିୟ ପରମଙ୍କ ପାଖରେ ସେଇ ପ୍ରାର୍ଥନା, ପ୍ରଭୁ ପ୍ରଶ୍ନ ମୋର ହସ୍ତ ରହୁ, ଯୁକ୍ତି ରହୁ ଅପସରି, ତୁମରି ପ୍ରତିଷ୍ଠା କରିବେ ମହି, ମରଣକୁ ମୋ ସ୍ତବ୍ଧ କରି। ଜୟ ଗୁରୁ। ଜୟ ଗୁରୁ ଆଜ୍ଞା, ଜୟ ଗୁରୁ।